ଶିଶୁପାଳ କ୍ରୋଧର ଆତିଶଯ୍ୟରେ ଜ୍ଞାନଶୂନ୍ୟ ହୋଇ ଉଠିଥିଲେ। ତାହାଙ୍କର ହସ୍ତ ପ୍ରକମ୍ପିତ ହେଉଥିଲା, ଚକ୍ଷୁ ରକ୍ତବର୍ଣ୍ଣ ଧାରଣ କରିଥିଲା। କିଛି ସମୟ ପରେ ନିଜର ସେ ପିତାମହଙ୍କୁ ଉଦ୍ଦେଶ୍ୟ କରି ଶ୍ରଦ୍ଧାର ସହ କହି ଉଠିଲେ, ହେ ଶାନ୍ତନୁ, ଗଙ୍ଗାଙ୍କର ପୁତ୍ର ଗୋପାଳକ କୃଷ୍ଣଙ୍କୁ ଅଗ୍ରପୂଜାର ମର୍ଯ୍ୟାଦା ଦେଇ ଆପଣ ପଞ୍ଚଭ୍ରାତାଙ୍କର ଅଧୀନତା ସ୍ୱୀକାର କରିଛନ୍ତି। ସଂକୀର୍ଣ୍ଣ ସ୍ୱାର୍ଥସିଦ୍ଧି ନିମନ୍ତେ ଆପଣ ଧର୍ମାନୁମୋଦିତ ମାର୍ଗ ପରିତ୍ୟାଗ କରିଛନ୍ତି। କ୍ଷଣକର ନୀରବତା ପରେ ସେ କହିବାକୁ ଲାଗିଲେ, କୃଷ୍ଣ ଜଣେ ରାଜା ନୁହନ୍ତି। ଯଦି ଜଣେ ସୁଯୋଗ୍ୟ ଯାଦବଙ୍କୁ ଏହି ମର୍ଯ୍ୟାଦା ଦେବା କଥା ଥିଲା, ତେବେ ଆପଣ ତାଙ୍କ ପିତା ବସୁଦେବଙ୍କୁ ତାହା ପ୍ରଦାନ କରିପାରିଥାନ୍ତେ। ଯଦି ଜଣେ ବରିଷ୍ଠ ନୃପତିଙ୍କ ସନ୍ଧାନରେ ଥିଲେ, ତେବେ ରାଜା ଦ୍ରୁପଦ ଏଠାରେ ଉପସ୍ଥିତ ଥିଲେ। ଶାସ୍ତ୍ର ପୁରାଣ ତଥା ଯୁଦ୍ଧ ବିଦ୍ୟାରେ ପ୍ରବୀଣ ଜଣେ ବୀରକୁ ଯଦି ସମ୍ମାନିତ କରିବା କଥା ଥିଲା, ତେବେ ଅଶ୍ୱତ୍ଥାମା ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଜଣେ ବରେଣ୍ୟ ବହୁଦର୍ଶୀ ମୁନି ଭାବରେ ମୁନି ଦୈପାୟନ ମଧ୍ୟ ଏହି ମର୍ଯ୍ୟାଦା ଲାଭ କରିବାର ଯୋଗ୍ୟ ଥିଲେ। ଏହାପରେ ସେ କୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଲେ, ହେ ବସୁଦେବଙ୍କ ପୁତ୍ର, ତୁମେ ଲୋଭୀ, ମହତ୍ୱାକାଂକ୍ଷୀ ଓ ଜଣେ ପ୍ରବଞ୍ଚକ। ନିଜର ଭୀରୁତା ହେତୁ ପଞ୍ଚଭ୍ରାତ ତୁମକୁ ଏଭଳି ଏକ ମର୍ଯ୍ୟାଦା ପ୍ରଦାନ କରିଛନ୍ତି, ଯାହାକି ତୁମର ପ୍ରାପ୍ୟ ନୁହେଁ। ଯଦି ତୁମର ଆତ୍ମସମ୍ମାନ ବୋଧ ଥାନ୍ତା, ତେବେ ତୁମେ ଏହାକୁ ଅସ୍ୱୀକାର କରିଥାନ୍ତ। ଏହା କହି ଶିଶୁପାଳ ତାଙ୍କର ମିତ୍ରମାନଙ୍କ ସହ ଆସନ ପରିତ୍ୟାଗ କଲେ। ଯୁଧିଷ୍ଠିର ଶିଶୁପାଳଙ୍କ ନିକଟକୁ ଉଠି ଆସି ପ୍ରବର୍ତ୍ତନା ପୂର୍ଣ୍ଣସ୍ୱରରେ କହିଲେ, ହେ ଧର୍ମଘୋଷଙ୍କର ବୀରପୁତ୍ର, କ୍ଷାତ୍ର ତେଜର ଜୀବନ୍ତ ପ୍ରତିମୂର୍ତ୍ତି, ପରମ ସମ୍ମାନନୀୟ ଭୀଷ୍ମ ପିତାମହଙ୍କୁ ଏଭଳି ଭାବରେ ଧିକ୍କାର କରିବା କ'ଣ ଉଚିତ ହୋଇଛି? ଭୀଷ୍ମ ଇଶାରା ଦ୍ୱାରା ଯୁଧିଷ୍ଠିରଙ୍କୁ କହିବାରୁ ନିବୃତ୍ତ କରି କହିଲେ, ହେ ଧର୍ମଘୋଷଙ୍କ ସୁପୁତ୍ର, କ୍ରୋଧର ବର୍ଷବର୍ତ୍ତୀ ହୋଇ ତୁମର ବୁଦ୍ଧି ଓ ବିଚାରଧାରା ଆଚ୍ଛନ୍ନ ନ ହେଉ। ଆମେ ଉଚିତ କାର୍ଯ୍ୟ ହିଁ କରିଛୁ। ବାସୁଦେବ ଆମର ସମ୍ମାନ ନୁହଁ, ଏକାଧିକ ବିପଦରୁ ସେ ଆର୍ଯ୍ୟ ଧର୍ମର ରକ୍ଷା କରିଛନ୍ତି। ଯଦି ତୁମେ ଓ ତୁମର ଅନୁଗାମୀମାନେ ଚିନ୍ତା କରୁଥାଅ ଯେ ଆମେ ସବୁମାନଙ୍କ ପ୍ରତି ଅବିଚାର କରିଛୁ, ତେବେ ତୁମେ ଆମ ସହିତ ସହଯୋଗ ନ କରି ପୃଥକ ରାସ୍ତା ଦେଖିପାର। ମାତ୍ର ଆମ କାର୍ଯ୍ୟରେ ବାଧା ସୃଷ୍ଟି କର ନାହିଁ। ରାଜନ୍ୟମାନେ ଅନୁଭବ କଲେ ଯେ କୌଣସି ଏକ ଭୟଙ୍କର ଅଘଟଣ ଘଟିବାକୁ ଯାଉଛି। ସେମାନେ ନିଜ ନିଜର ସ୍ଥାନ ତ୍ୟାଗ କରି ପିତାମହ ଭୀଷ୍ମ, ପଞ୍ଚଭ୍ରାତ ଶିଶୁପାଳ ଓ ଶୂନ୍ୟରେ ଚତୁଃପାର୍ଶ୍ୱରେ ଆସି ରୁଣ୍ଡ ହେଲେ। ସ୍ୱଳ୍ପଭାଷୀ ସହଦେବ ନିଜ ଚିରାଚରିତ ଅଭ୍ୟାସରୁ ଓହରି ଆସି କହିଲେ, ଚେଦିରାଜ, ଯେଉଁମାନେ ଏହି ଅଗ୍ରପୂଜାର ବିରୋଧ କରୁଛନ୍ତି, ସେମାନେ ସ୍ଥାନ ତ୍ୟାଗ କରିପାରନ୍ତି। ରାଜସ୍ୱ ଯଜ୍ଞ ଆମେ ସମ୍ପୂର୍ଣ୍ଣ କରିବା। ମାତ୍ର କେତେଜଣ ସତୀ ଓ ରାଜନ୍ୟକୁ ବାଦ ଦେଲେ ଅନ୍ୟ ସମସ୍ତେ ଆମ ସହିତ ସହଯୋଗ କରିବାକୁ ଇଚ୍ଛୁକ ଅଟନ୍ତି। ତାଙ୍କୁ ସମର୍ଥନ କରି ତାଙ୍କ ଚତୁଃପାର୍ଶ୍ୱରେ ଠିଆ ହୋଇଥିବା ରାଜନ୍ୟବର୍ଗ ଉଦ୍ଦେଶ୍ୟରେ ଶିଶୁପାଳ କହିଲେ, ହେ ରାଜନ୍ୟବର୍ଗ, ଆମେ ରାଜସ୍ୱ ଅନୁଷ୍ଠିତ ହେବାକୁ ଦେବା ନାହିଁ। ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକକୁ ଅସିଦ୍ଧ ଘୋଷଣା କରିବା ଏବଂ ଏହି ଗୋପାଳଙ୍କୁ ଦିଆଯାଇଥିବା ଅଗ୍ରପୂଜାକୁ ମର୍ଯ୍ୟାଦାରୁ ଆଗ୍ରହ କରିବା। ଶିଶୁପାଳଙ୍କ ମିତ୍ରମାନେ ତାଙ୍କ ସହ ଏକମତ ହେଲେ। ଶିଶୁପାଳ ଏତେ ଦୂର ଉତ୍ତେଜିତ ହୋଇ ଉଠିଥିଲେ ଯେ ତାଙ୍କ ମୁଖରୁ ଅବିଶ୍ରାନ୍ତ ଭାବରେ ଶବ୍ଦ ବର୍ଷି ଯାଉଥିଲା। ପିତାମହଙ୍କ ଉଦ୍ଦେଶ୍ୟରେ ଆଙ୍ଗୁଳି ନିର୍ଦ୍ଦେଶ କରି ସେ କହିବାକୁ ଲାଗିଲେ, ହେ ଗଙ୍ଗାଙ୍କର ପୁତ୍ର, ତୁମର ସମସ୍ତ ବଚନ ମିଥ୍ୟା। ତୁମର ଜୀବନ ମଧ୍ୟ ଅସତ୍ୟ ଉପରେ ଆଧାରିତ। ତୁମେ ନିଜର ବ୍ରହ୍ମଚର୍ଯ୍ୟର ଅକ୍ଷୁଣ୍ଣତାକୁ ନେଇ ଗର୍ବ କରୁଛ। ମାତ୍ର ନିଜର ପ୍ରାଧାନ୍ୟକୁ ଅନ୍ତରାଳରେ ରଖିବା ନିମନ୍ତେ ଏହା ଏକ ସୁଚିନ୍ତିତ କୌଶଳ। ଆଜି ନିଜର ମୃତ୍ୟୁକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଯାଅ। କୃଷ୍ଣ, ଯିଏକି ଯୁଧିଷ୍ଠିରଙ୍କ ନିକଟରେ ଠିଆ ହୋଇଥିଲେ, ଆସି ଭୀଷ୍ମଙ୍କ ନିକଟରେ ଉପସ୍ଥିତ ହେଲେ। ଶିଶୁପାଳ ତାଙ୍କ ଆଡ଼କୁ ଘୂରିଯାଇ କହିଲେ, ହେ ଗୋପାଳକ, ଆଜି ତୁମକୁ ଆହ୍ୱାନ କରୁଛି। ଭୁଲ ନାହିଁ ଯେ ତୁମେ ନିଜର ମାତୁଳଙ୍କୁ ହତ୍ୟା କରି ଜୀବନ ଆରମ୍ଭ କରିଛ। ଏହାପରେ ଭୀମଙ୍କ ଉଦ୍ଦେଶ୍ୟରେ ଆଙ୍ଗୁଳି ନିର୍ଦ୍ଦେଶ କରି ଜରାସନ୍ଧକୁ କୌଶଳରେ ହତ୍ୟା କରିବା ନିମନ୍ତେ ତୁମେ ଏହି ଘାତକଙ୍କୁ ପ୍ରରୋଚିତ କରିଥିଲ। ରାଜନ୍ୟମାନ ସେମାନଙ୍କ ମଧ୍ୟରେ ତୁମର କୌଣସି ସ୍ଥାନ ନାହିଁ। କ୍ରୋଧରେ ଉଠି ଭୀମ ଶିଶୁପାଳଙ୍କ ଆଡ଼କୁ ଅଗ୍ରସର ହେଲେ। ଭୀଷ୍ମ ତାଙ୍କୁ ବାଧା ଦେଇ କହି ଉଠିଲେ, ନିଜକୁ ନିୟନ୍ତ୍ରଣ କରିନିଅ ଭୀମ। ଆମେ ବାସୁଦେବଙ୍କୁ ଅଗ୍ରପୂଜା ଦ୍ୱାରା ସମ୍ମାନିତ କରୁଛୁ। ସେହି ବର୍ତ୍ତମାନ ରାଜସ୍ୱର ସଂରକ୍ଷକ। ଏହି ମାନବଶ୍ରେଷ୍ଠଙ୍କୁ ବର୍ତ୍ତମାନ ପରିସ୍ଥିତିର ଉପଯୁକ୍ତ ମୁକାବିଲା କରିବା ନିମନ୍ତେ ଛାଡ଼ିଦିଅ। ବାସୁଦେବ ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ। ହା ହା ହା। ଶିଶୁପାଳ ଅବଷ୍ଟ ସୂଚକ ହାସ୍ୟ କରି ଉଠି କହିଲେ, ତୁମେ ଜଣେ ଚାଟୁକାର ଭୀଷ୍ମ, ନିଜର ପ୍ରଭୁର ସ୍ମୃତିଗାନ କରୁଥିବା ଜଣେ ଚାରଣ। ଯଦି କାହାର ଗୁଣଗାନ କରିବା କଥା, ତେବେ ଏଠାରେ ଉପସ୍ଥିତ ଥିବା ବିଶିଷ୍ଟ ରାଜନ୍ୟବର୍ଗ ଯେପରିକି ରାଜା ଦ୍ରୁପଦ, ଅପ୍ରତିଦ୍ୱନ୍ଦ୍ୱୀ ତୀରନ୍ଦାଜ କର୍ଣ୍ଣ କିମ୍ବା ଶ୍ରେଷ୍ଠତମ ଯୋଦ୍ଧା କାର୍ଯ୍ୟଧନଙ୍କ ଜୟଗାନ କର। ଭୀଷ୍ମ କହିଲେ, ଶିଶୁପାଳ, ତୁମେ ବର୍ତ୍ତମାନ କ୍ରୋଧାନ୍ଧ ଅବସ୍ଥାରେ ଅଛ।
କ୍ରୋଧ ହିଁ ମନୁଷ୍ୟର ପରମ ଶତ୍ରୁ। କୌଣସି ଅନୁଗ୍ରହ ଲାଭ କରିବା ଉଦ୍ଦେଶ୍ୟରେ ଆମେ ବାସୁଦେବଙ୍କୁ ଅଗ୍ରପୂଜା କରୁନାହୁଁ। ମୁଁ କୌଣସି ବ୍ୟକ୍ତିର ଅନୁଗ୍ରହ ଉପରେ ନିର୍ଭର କରି ତିଷ୍ଠି ରହିନାହିଁ ଏବଂ ତୁମେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତୁମର ଇଚ୍ଛାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁଁ ସତ୍ୟ ଓ ନ୍ୟାୟପଥରୁ ବିଚ୍ୟୁତ ହେବି ନାହିଁ। ଶିଶୁପାଳଙ୍କ ପାର୍ଶ୍ୱରେ ଠିଆ ହୋଇଥିବା ସୁନୀତ କହିଲେ, ତୁମେ ଜଣେ ପୁରାତନ ପାପୀ। ଚେଦିରାଜ ଶିଶୁପାଳଙ୍କ କହିବା ଅନୁଯାୟୀ ତୁମକୁ ହତ୍ୟା କରାଯିବା ଉଚିତ। ଭୀଷ୍ମ ନିଜର ବ୍ୟକ୍ତିତ୍ୱକୁ ଜାହିର କରି କହିଲେ, ତୁମମାନଙ୍କ ଧମକପୂର୍ଣ୍ଣ ବାକ୍ୟକୁ ହଜମ କରି ତୁମ୍ଭମାନଙ୍କ ବଶ୍ୟତା ସ୍ୱୀକାର କରିବା ପରିବର୍ତ୍ତେ ମୋର ଶୀଘ୍ର ମୃତ୍ୟୁ ହୋଇଯିବା ଶେଷ କର। ମୁଁ ସତ୍ୟ ବଚନ କହେ ଓ ସତ୍ୟକୁ ହିଁ ଆଶ୍ରୟ କରି କାର୍ଯ୍ୟ କରେ। ଧୈର୍ଯ୍ୟ, ବୁଦ୍ଧି, ବିଦ୍ୟା ଏବଂ ଧର୍ମାନୁରାଗ ଏ ସମସ୍ତ ଗୁଣରେ ଆମ୍ଭମାନଙ୍କ ମଧ୍ୟରେ ଶୀର୍ଷସ୍ଥାନ ବାସୁଦେବ ହିଁ ଅଧିକାର କରିବେ। ସମୟ ଆସିଲେ ମୁଁ ସେହି ଗୋପାଳକର କଥା ବୁଝିବି। ଶିଶୁପାଳ କହି ଉଠିଲେ, କିନ୍ତୁ ପ୍ରଥମେ ମୁଁ ତୁମକୁ ହତ୍ୟା କରିବି। ଏହାପରେ କୃଷ୍ଣଙ୍କୁ ଶୀର୍ଷସ୍ଥାନରେ ରଖି ସର୍ବୋଚ୍ଚ କ୍ଷମତା ପ୍ରଦାନ ପାଇଁ ଆମକୁ ପ୍ରାୟ ବାଧ୍ୟ କରିଦେବାରୁ ମୁଁ ପଞ୍ଚଭ୍ରାତଙ୍କୁ ମଧ୍ୟ ହତ୍ୟା କରିବି। କ୍ରୋଧରେ ଉନ୍ମତ୍ତ ହୋଇଉଠି ଶିଶୁପାଳ ଖଡ୍ଗ ଧାରଣ କଲେ। ତାଙ୍କୁ ଅନୁସରଣ କରି ତାଙ୍କର ମିତ୍ରମାନେ ମଧ୍ୟ ନିଜ ନିଜର ଖଡ୍ଗର କୋଷ ଉପରେ ହାତ ରଖି ପ୍ରସ୍ତୁତ ହୋଇଗଲେ। ପଞ୍ଚଭ୍ରାତ କୃଷ୍ଣ ଯଜ୍ଞ ଅନୁଷ୍ଠାନରେ ଅଂଶଗ୍ରହଣ କରିଥିବା ହେତୁ କୌଣସି ଅସ୍ତ୍ର ଧାରଣ କରିନଥିଲେ। ଅବିଚଳିତ ଭାବରେ କୃଷ୍ଣ ସହଦେବଙ୍କୁ ଠେଲି ଶିଶୁପାଳଙ୍କର ସମ୍ମୁଖୀନ ହେଲେ। ଶାନ୍ତ ସ୍ୱରରେ ସେ କହିଲେ, ଚେଦିରାଜ, ମୁଁ ଜାଣେ ସମ୍ମାନନୀୟ ପିତାମହ ଭୀଷ୍ମ ତଥା ପଞ୍ଚଭ୍ରାତଙ୍କ ପ୍ରତି ତୁମର କୌଣସି ବିଦ୍ୱେଷ ନାହିଁ। କେବଳ ମୋ ସହିତ ତୁମର ଶତ୍ରୁତା ରହିଛି। ତୁମେ ମୋର ସମ୍ପର୍କୀୟ ଭାଇ ହେବ। ମାତ୍ର ଯାଦବମାନଙ୍କ ବିନାଶ ନିମନ୍ତେ ତୁମେ ଯାହା ଯାହା କରିଛ ତାହାର ପଟାନ୍ତର ନାହିଁ। ଯେତେବେଳେ ଆମେ ପ୍ରାଗଜ୍ୟୋତିଷ ଯାଇଥିଲୁ, ତମେ ଦ୍ୱାରକାରେ ଅଗ୍ନିସଂଯୋଗ କରିଥିଲ। ଯେତେବେଳେ ମୋର ପିତା ଅଶ୍ୱମେଧ ସମ୍ପାଦନ କରିଥିଲେ, ତୁମେ ବଳପୂର୍ବକ ଯଜ୍ଞସୁକୁ ଅପହରଣ କରି ନେଇଥିଲ। ହଁ, ମୁଁ ଏସବୁ କରିଥିଲି। କ'ଣ ହେଲା ସେଠୁ? ଶିଶୁପାଳ ଗର୍ବର ସହ ହସି ହସି କହିଲେ, ତୁମର କୁକର୍ମ ପାଇଁ ତୁମକୁ ଅନେକ ଦିନରୁ ଶାସ୍ତି ଦେବା ଉଚିତ ଥିଲା। ମାତ୍ର ତୁମର ମାତା ସମ୍ମାନନୀୟା ଶତସ୍ରବଙ୍କୁ ମୁଁ ପ୍ରତିଶ୍ରୁତି ଦେଇଥିଲି, ମୁଁ ତୁମର 100 ଦୋଷ କ୍ଷମା କରିବି। ମାତ୍ର ତାଠାରୁ ଅଧିକ ନୁହେଁ। ତୁମେ ବର୍ତ୍ତମାନ ସୀମା ଲଙ୍ଘନ କରିସାରିଛ। କୃଷ୍ଣଙ୍କ ମଧ୍ୟରେ ଏକ ଅଦ୍ଭୁତ ପରିବର୍ତ୍ତନ ଲକ୍ଷ୍ୟ କରି ଉପସ୍ଥିତ ସମସ୍ତ ବ୍ୟକ୍ତି ହତବାକ ହୋଇଗଲେ। ତାଙ୍କର କର୍ଣ୍ଣସୁର, ଯାହାକି ପ୍ରଥମେ ଶାନ୍ତ ଓ ପ୍ରବୋଧନା ସୂଚକ ଥିଲା, ସହସା କଠିନ ହୋଇ ଉଠିଲା। ମୁଖମଣ୍ଡଳର ଚତୁଃପାର୍ଶ୍ୱରେ ଏକ ଅଦ୍ଭୁତ ପୂର୍ବଜ୍ୟୋତି ପ୍ରକଟିତ ହେଲା। ସେହି କମନୀୟ ମାଧୁର୍ଯ୍ୟଭରା ବ୍ୟକ୍ତିତ୍ୱରେ ଦିବ୍ୟ ଭାବରେ ଉଦ୍ରେକ ହୋଇ କୃଷ୍ଣଙ୍କୁ ମନୁଷ୍ୟମାନଙ୍କ ବ୍ୟାପାରକୁ ନିୟନ୍ତ୍ରଣ କରୁଥିବା ଜଣେ ଦେବତାରେ ରୂପାନ୍ତରିତ କରିଦେଲା। ରେ ଗୋପାଳକ, ମୁଁ ତୋତେ ଆଜି ଉଚିତ ଶିକ୍ଷାଟିଏ ଦେବି। ଏହା କହି ଶିଶୁପାଳ କୋଷରୁ ଅସି ବାହାର କରି ଆଣିଲେ। ତାଙ୍କର ବନ୍ଧୁମାନେ ମଧ୍ୟ କୃଷ୍ଣଙ୍କୁ ହତ୍ୟା କରିବା ନିମନ୍ତେ ଦୃଢ଼ ନିଶ୍ଚୟ ହୋଇ ଅନୁରୂପ ଆଚରଣ କଲେ। କୃଷ୍ଣଙ୍କୁ ରକ୍ଷା କରିବା ନିମନ୍ତେ ଭୀମ ପାଦେ ଆଗେଇ ଆସିଲେ। ମାତ୍ର କୃଷ୍ଣ ତାଙ୍କୁ ଘୁଞ୍ଚିଯିବା ପାଇଁ ଆଦେଶ ଦେଲେ। ଶିଶୁପାଳ, କୃଷ୍ଣଙ୍କ କଣ୍ଠସ୍ୱରରେ ଏକ ଅପ୍ରୀତିହତ କଟୁତ୍ୱ ମିଶି ରହିଥିଲା। ଆଜି ତୁମେ ପଞ୍ଚଭ୍ରାତଙ୍କ ଆତିଥ୍ୟକୁ ଅସ୍ୱୀକାର କରିଛ। ଆର୍ଯ୍ୟମାନଙ୍କ ପରମ ସମ୍ମାନନୀୟ ପିତାମହ ଭୀଷ୍ମଙ୍କୁ ଅପମାନିତ କରିଛ। ଆଜିର ଯଜ୍ଞଗୃହକୁ ତୁମେ ଏକ ପାପଗୃହରେ ପରିଣତ କରିଛ। ସମସ୍ତଙ୍କ ଦୃଷ୍ଟି କୃଷ୍ଣଙ୍କ ଉପରେ ନିବଦ୍ଧ ଥିଲା। କୃଷ୍ଣ କହିବାକୁ ଲାଗିଲେ, ଶିଶୁପାଳ, ଏକ ସମୟରେ ମୁଁ ବିଦର୍ଭ ରାଜକନ୍ୟା ରୁକ୍ମିଣୀକୁ ତୁମଠାରୁ ଉଦ୍ଧାର କରିଥିଲି। ଆଜି ମୁଁ ଧର୍ମ ତୁମ କବଳରୁ ରକ୍ଷା କରିବା ନିମନ୍ତେ ସଂକଳ୍ପବଦ୍ଧ। ଶିଶୁପାଳ କହିଲେ, ନିର୍ଲଜ୍ଜ ଗୋପାଳକ, ମୋର ବାଗ୍ଦତ୍ତା ବିଦର୍ଭ ରାଜକନ୍ୟା ଅପହରଣ କରିଥିବା ଭଳି ଦୁଷ୍କର୍ମ ପାଇଁ ଗର୍ବ ଅନୁଭବ କରିବାକୁ ଲଜ୍ଜାବୋଧ ହେଉନାହିଁ? ଶିଶୁପାଳ ଖଡ୍ଗ ଉତ୍ତୋଳନ କରି ଅଗ୍ରସର ହେଲେ। ଯେଉଁମାନେ କୃଷ୍ଣଙ୍କୁ ଶ୍ରଦ୍ଧା କରୁଥିଲେ ଭୟଭୀତ ହୋଇଉଠିଲେ, କାରଣ କୃଷ୍ଣ ନିରସ୍ତ୍ର ଥିଲେ। ଭୀମ ସହଦେବଙ୍କ ନିକଟରୁ ଖଡ୍ଗ ଟାଣି ଆଣିଲେ। ସହସା ଏକ ବିଚିତ୍ର ଶବ୍ଦ ସମସ୍ତଙ୍କୁ ହିଁ ଆକର୍ଷଣ କଲା। ସୂର୍ଯ୍ୟାଲୋକରେ ଅଟକୁଥିବା ଏକ ଶାଣିତ ଧାରଯୁକ୍ତ ଅଦ୍ଭୁତ ଚକ୍ର ଶୂନ୍ୟରେ ସମାନ ଅବସ୍ଥାରେ ଉଡ଼ି ଆସୁଥିଲା। ଚକ୍ରଟି କୃଷ୍ଣଙ୍କ ମସ୍ତକର ଚତୁଃପାର୍ଶ୍ୱରେ ଧୀରେ ଧୀରେ ଘୂରିବାକୁ ଲାଗିଲା। ସେ ତାଙ୍କର ଦକ୍ଷିଣ ହସ୍ତରେ ସେହି ଭୟଙ୍କର ଅସ୍ତ୍ରଟିକୁ ତୋଳି ଧରିଲେ। କ'ଣ ଘଟୁଛି ତାହା ଅନ୍ୟମାନଙ୍କୁ ଗୋଚର ହେବା ପୂର୍ବରୁ ହିଁ କୃଷ୍ଣ ଚକ୍ରଟିକୁ ଶିଶୁପାଳଙ୍କ ଉଦ୍ଦେଶ୍ୟରେ ନିକ୍ଷେପ କଲେ। ଶିଶୁପାଳଙ୍କ ଚକ୍ଷୁ ଆତଙ୍କରେ ବିସ୍ଫାରିତ ହୋଇଗଲା। ତାଙ୍କ ହାତରୁ ଖଡ୍ଗଟି ସଶବ୍ଦ ତଳକୁ ଖସି ପଡ଼ିଲା। ଚକ୍ରଟି ଘୂରି ଘୂରି ଆସି ଶିଶୁପାଳଙ୍କ ଶରୀରରୁ ମସ୍ତକକୁ ବିଚ୍ଛିନ୍ନ କରି କୃଷ୍ଣଙ୍କ ହାତରେ ଖସି ପଡ଼ିଲା। ଶିଶୁପାଳଙ୍କ ମସ୍ତକ ଭୂମି ସଂଲଗ୍ନ ହେଲା ଓ ତାଙ୍କର ଶରୀର ମଧ୍ୟ